ଶୋଇଥିଲା ଉଠେଇଲି ଦି ହାତରେ ମୁଠେଇଲି ଦି ହାତରେ ମୁଠେଇଲି ଧାଇଁ ଧାଇଁ ଝିକିଲି ଧାଇଁ ଧାଇଁ ଝିକିଲି ଧୀରେ ଧୀରେ ପେଲି ନା ଏଟା ଭଣ୍ଡ ନାହିଁ ତ ଭଣ୍ଡ ଭାବୁ 551 ଟଙ୍କା ଦଣ୍ଡ ନା ଏଟା ପ୍ରକୃତ ପ୍ରଶ୍ନ ତ ପ୍ରଶ୍ନ ଆକା ହଉ ଆଣେ ମହାପୁତ୍ର ଆଣେ ଏ ମହାପ୍ରଭୁ ଦିଆଲା ଭଗବାନଙ୍କୁ ଯୋଡ଼ିଏ ପଦ ଡାକିବା ତାପରେ ତ ପ୍ରଶ୍ନର ଉତ୍ତର ଆଲୋଚନା କରିବା ହରେ ତୋ ଛାତ୍ର ପିଲା କୁଆଡେ ଗଲା କୁଆଡେ ପଳା ରେ ତୋ ଛାଡିକି ଆଉ ଜୟ ଜଗନ୍ନାଥ ହେ ଜଗତର ନାଥ যোগী জন জাহানন পান্তিয়া দিয়ন্ত আও জয় জগন্নাথ হে জগতর নাথ জয় জগন্নাথ হে জগতর নাথ যোগী জন জারন পান্তিয়া দিয়ন্ত যোগী তনু হই মো যোগী বিকিশ যোগী তনু হই মো যোগী বিকিশ জঞ্জাল জালরে পড়িছি অবশ্য জঞ্জাল জালরে পড়িছি অবশ্য মু কৌ রূপে বন্দিবি ন পারই জানি মু কৌ রূপে বন্দিবি ন পারই জানি প্রথমে বন্দই গুরুদেব পুণি প্রথমে বন্দই গুরুদেব পুণি দ্বিতীয় বন্দই মাতা গর্ভধারী দ্বিতীয় বন্দই মাতা গর্ভধারী তৃতীয়রে বন্দই পিতাঙ্কু সুমরি তৃতীয়রে বন্দই পিতাঙ্কু সুমরি সভাজনকু করি নমস্কার সভাজনকু করি নমস্কার এথর বন্দই ব্রহ্মাণ্ড ঠাকুর এথর বন্দই ব্রহ্মাণ্ড ঠাকুর ঠাকুর রূপে বন্দে জগন্নাথ ঠাকুর রূপে বন্দে জগন্নাথ নাগঙ্কর মধ্যরে বন্দই অনন্ত নাগঙ্কর মধ্যরে বন্দই অনন্ত পুরুষ মধ্যরে বন্দই নারায়ণ পুরুষ মধ্যরে বন্দই নারায়ণ নারী মধ্যরে বন্দে সীতা দেবী পূজন আউ ভাইঙ্কর মধ্যে ভরত বন্দই আউ ভাইঙ্কর মধ্যে ভরত বন্দই অস্ত্রঙ্ক মধ্যে সুদর্শন তহি অস্ত্রঙ্ক মধ্যে সুদর্শন তহি क्षत्रिय मध्य वंदे परशुराम क्षत्रिय मध्य वंदे परशुराम वीरंकर मध्यरे बंदई अर्जुन वीरंकर मध्यरे बंदई अर्जुन ज्ञानीकर मध्य वंदे गजानन ज्ञान रे बंदयित हूँ ब्रह्म ज्ञान ज्ञान रे बंदयित हूँ ब्रह्म ज्ञान माता कर मध्य बंदे बसुमती आउ माता कर मध्य बंदे बसुमती कंठरे बंद होई मात सरस्वती आज मो कंठे करी स्थिति सरस्वती आज मो कंठे करी स्थिति ओलिया अरे रूपटा देखिले तो लगे काटोका रूपटा देखिले तो लगे लाटोका प्रश्न शुणिले तोहर न नागे नाटिका प्रश्न शुणिले तोहर न नागे नाटिका पचारिबा
ଲୋକ ବାବୁ ଭାରି ସହଜ ପଚାରିବା ଲୋକ ବାବୁ ଭାରି ସହଜ ଆଉ ଯିଏ ଯୋ ଜାଗାରେ ହେଲେ ପଚାରି ଦବ କହିବାଟା କେତେ କଷ୍ଟ ମନକୁ ହେଜ ଆଜ୍ଞା କିଏ ବ୍ରହ୍ମା କିଏ ବୃହସ୍ପତି ନୁହଇ ଆଉ କିଏ ବ୍ରହ୍ମା କିଏ ବୃହସ୍ପତି ନୁହଇ କାହାର ଉତ୍ତର କିଏ ପାରିବ କହି ସବୁ କଥା ସମସ୍ତଙ୍କ ଯେବେ ହୁଅନ୍ତା ହେତୁ ସବୁ କଥା ସମସ୍ତଙ୍କ ଯେବେ ହୁଅନ୍ତା ହେତୁ ଆଉ ମଣିଷର କେବେ ନ ହୁଅନ୍ତା ମୃତ୍ୟୁ ପୁରାଣ ଅଟଇ ଅଗାଧ ସାଗର ପୁରାଣ ଅଟଇ ଅଗାଧ ସାଗର ଆଉ ପାର ହେବା ପାଇଁ ସାମର୍ଥ୍ୟ କାହାର ଆଜ୍ଞା ଖାଇବା ସମୟ ଅନ୍ନ ତଳେ ଯାଏ ପଡ଼ି ଧୀରେ ଧୀରେ ଖାଇବା ସମୟ ପଦ ଯାଉଥିବ ହୋଡ଼ି ନିଶ୍ଚୟ ଗାଇବାର ବେଳେ ଭୁଲ ଭଲ ହେବ ଜ୍ଞାନୀ ଜନେ ହେ ଦୋଷ ନ ଧରିବ ଶୋଇଥିଲା ବାବୁ ଏବେ ମୁହିଁ ଉଠାଇଲି ଦୁଇ ହାତରେ ତାକୁ ମୁଠେଇଲି ଆଉ ଧାଇଁ ଧାଇଁ କରି ତାହାକୁ ଝିକିଲି ଧୀର ଧୀର କରି ଏବେ ମୁଁ ପେଲିଲି ଏ ପ୍ରଶ୍ନ ଉତ୍ତର ଗୋଟି ଦେବା ବୁଝାଇ ଶୁଣୁଥିବେ ଜ୍ଞାନୀ ଜନେ ମନ କର୍ଣ୍ଣ ଦେଇ ମୋର ମା ମାଉସୀଏ ଦେଇ ଧ୍ୟାନ ଶୁଣ ରୋଷେଇ ଯେତେବେଳେ କରିବେ ଆପଣ ତରକାରୀ କରିବାକୁ ବେସର ବାଟିବେ ତରକାରୀ କରିବାକୁ ବେସର ବାଟିବେ ଶିଳ ଶିଳ ଗୁଡ଼ାକୁ ଯେ ବ୍ୟବହାର କରିବେ ଶିଳ ଉପରେ ଯେ ସରକ ପକାଇ ଅଦା ରସୁଣ ସେଥିରେ ମିଶାଇ ଜିରା ସୋରିଷ ତହିଁ ପକାଇବ ମରିଚ ପୁଣି ମିଶାଇ ନ ଦେବ ଶିଳ ଗୁଡ଼ା ଗୋଟି ଏବେ ଥିବ ଶୋଇ ଆଉ ଶିଳ ଗୁଡ଼ା ଗୋଟି ଏବେ ଥିବ ଶୋଇ ବାଟିବା ପାଇଁ ତାକୁ ଦେବ ଉଠାଇ ବାଟିବା ପାଇଁ ତାକୁ ଦେବ ଉଠାଇ ଦୁଇ ହାତରେ ମୁଠେଇ ଧରିବ ଧାଇଁ ଧାଇଁ କରି ତାକୁ ଝିକୁଥିବ ଆଉ ଧୀରେ ଧୀରେ ବେସଲ ଏ ବେଲି ଦବ। ଆଜ୍ଞା ମୋର ମା ମାଉସୀ ମାନଙ୍କର କଥା ଏବେ ସିନା ବୈଜ୍ଞାନିକ ଯୁଗ ହେଇଗଲା କଣ ଆଉ ଶିଳ ଶିଳ ଗୁଡା କିଏ ବ୍ୟବହାର କରୁନାହାନ୍ତି ସବୁ ଗ୍ରାଇଣ୍ଡର ମିକ୍ସର ରେ ବାଟି ଦେଲେଣି ମସଲା ବାଟୁଛନ୍ତି ତଥାପି ଏବେ ମଧ୍ୟ ଝିଅଟି ଗଲେ ଆମେ ଶିଳ ଘୋରଣା ପେଷଣା ଦିଅନ୍ତି ହେଲେ ମୋର ମା ମାଉସୀ ମାନେ ଯେତେବେଳେ ତରକାରୀ କରିବା ପାଇଁ ବେସର ବାଟିବେ ଶିଳ ଉପରେ ଜିରା ସୋରିଷ ରସୁଣ ହଳଦୀ ମରିଚ ସବୁ ରଖିଦେବେ ଶିଳ ଗୁଡାଟା କେମିତି ଥିବ ଶିଳ ତଳେ ଶୋଇକି ଥିବ ପଡିକିରି ତାକୁ ଉଠେଇବେ ଶିଳ ଗୁଡାଟାକୁ ଉଠେଇବେ ଦି ହାତରେ ମୁଠେଇଲି ଦି ହାତରେ କଣ ମୁଠେ ମୁଠାଟାକୁ କେମିତି ଧରିବେ ଶିଳ ଗୁଡାଟାକୁ କେମିତି ଧରିବେ ମୁଠେଇକିରି ଧରିବେ ଧାଇଁ ଧାଇଁ ଝିକିଲି ଯଦି ଧାଇଁ ଧାଇଁ ନ ଝିକିବେ ଶୁଖିଲା ମରିଚଟା ଛିଡିବନି ଧାଇଁ ଧାଇଁ ଝିକିଲି ଧୀରେ ଧୀରେ ପେଲିଲି ଏ ଝିକା ପେଲା ଭିତରେ ବେସର ଯାକ ତଳକୁ ତଳକୁ ପଳେଇ ଆଉଥିବ ମସଲା ଯାକ ତଳକୁ ତାକୁ ଧୀରେ ଧୀରେ ପେଲୁଥିବେ ଆଜ୍ଞା ହେଇଗଲା ତମେ ଯ ତାକୁ ଧରିକିରି ଯ ମୋର 150ଟା ମତେ ଦେଇଦିଅ ମୁଁ କହିଲି କି ତମକୁ ଦିଅ ବୋଲି ନାଇଁ ନାଇଁ ତୁ ଦେବା କଥା କୁହାଇନି ତ ତୁ ହେଲା ବୋଲି କହିଲେ ତାকে ଦେଇଦେବେ ମୁଁ କାନେ କହିକି କଣ ପାଇଁ କହୁନୁ ପଇସା ନେଇ ଯୋଉ ବୋପା ଥୋଇଛି କି ଆଜ୍ଞା କଣ ଭୁଲ ହେଲା କି ଆଜ୍ଞା ଭୁଲ ହେଲା କି ଆଜ୍ଞା ଭୁଲ ତ ହେଇନି ଦେବେ ଯାଉ ପଚାରେ ଠିକ ହେଲା ପରା କିଏ କହିବ ଦେଖିଆ ଠିକ ହେଲା ବୋଲିକିରି
ଇଆଡୁ ସିଆଡୁ କହିଦେଲା ଆମେ ଶୁଣି ଦଉଛିଆ ମୁଁ ପଚାରିଲି କଣ ତୁ କହିଲୁ କଣ କିଏ ଏଇଟା ହଁ କରିଦବା ଆଜ୍ଞା ଭୁଲ ହେଇଛି କି ଆଜ୍ଞା? ଠିକ ଅଛି ନା? ଠିକ ଅଛି, ଠିକ ଅଛି। ଏ ବାପା ଏ ପକେଟ ମାର ପାର୍ଟି ମାଷ୍ଟର ପଚାରୁଛି 1.5 ଷ୍ଟାଣ୍ଡ ଦେଇଦିଅ। ପ୍ରିୟ ଦର୍ଶକ ବନ୍ଧୁ, ଆଜ୍ଞା ଏଟା ନାଇଁ ନାଇଁ ପଇସା ନାଇଁ କିଏ ହେଇନି ବୋଲି ମା କୁ ପଚାରିଆ, ମା ଭୁଲ ହେଇଛି କି? ନାଇଁ ନା, ତାଳି ଗୋଟେ ତମେ ଆଗେ ମାର, ତାଳି ଗୋଟେ ମାର, ହେଇଛି ବୋଲି ତାଳି ଗୋଟେ ମାର। ଏ ମା ତମ ଠିକ ମୋ ପଇସା ମା ତମ ଦି ଜୁହାର କରୁଛି ତମେ ଯୋଉ ହଁ କରିଦେଲ କେନ ବୁଝିଲ ନାଇଁ ତାକେ ବୁଝିନାହାନ୍ତି କଣ? ତତ୍ଵ କିଛି ବୁଝିନାହାନ୍ତି, ତତେ ବାଟିକି ଦେଖେଇଦେବେ ତାଙ୍କେ। ହଁ ହଁ ମସଲା ବାଟିଆ କଥାଟା ସିନା କହିଦେଲୁ ପୁଅ ମୋର ଆଇରେ ମତ ନାହିଁ ମୋର 1.5 ଟଙ୍କା ତୁ ନେଇଯିବୁ ଆଇରେ ମୋର ମନ ନାହିଁ। ଆରେ ଏହି କଥାରେ ଯଦି ପାଇଲାନି ମନ, ମୋର ମାଙ୍କ କଥାରେ ଯଦି ପାଇଲାନି ମନ, ନାଇଁ ନାଇଁ ଭାଇ ଭଉଣୀଙ୍କ କଥା ଦେବା ବୁଝାଇଣ, କହୁନା ଭାଇ ଭଉଣୀଙ୍କ କଥା ଦେବା ବୁଝାଇଣ। ଭାଇ ଭଉଣୀ ଏ ମୋର ସାଇକେଲ ଚଳାଇ ବାଟରେ ଗମନ କରୁଥିବେ ସେହି, ସାଇକେଲ ଯେତେବେଳେ ପଞ୍ଚିଆର ହବ, ସାଇକେଲ ମାଠକୁ ନେଇ ନ ଯିବ, ସାଇକେଲ ପମ୍ପ ଗୋଟି ଥିବ ତ ଶୋଇ, ସାଇକେଲ ପମ୍ପ ଗୋଟି ଥିବ ତ ଶୋଇ, କାହାକୁ ଏବେ ଆଣିବ ଉଠାଇ, ପମ୍ପ ହ୍ୟାଣ୍ଡେଲକୁ ମୁଠାଇ ଧରି, ସାଇକେଲ ଟାଇରରେ ପମ୍ପ ଯେ ଭରି। ହଉ ମା ମାଉସୀ ମାନଙ୍କର କଥାଟା କହିଲୁ, ତୋର ମନ ପାଇଲାନି। ମୋର ଭାଇ ଭଉଣୀ ମାନେ ସ୍କୁଲରେ ପାଠ ପଢୁଛନ୍ତି ଆଜ୍ଞା, ସ୍କୁଲରେ ପାଠ ପଢିବା ସମୟରେ ପିଲାମାନେ ପ୍ରାୟ ସାଇକେଲ ନେଇକି ଯିବେ। ରାତିରେ ସାଇକେଲଟା ଥିବ, ସକାଳୁ ଆଉ ପମ୍ପ ନଥିବ, ସାଇକେଲଟା ବାହାରେ ସିଏ ରଖିଥିବ, ରାତି ପାଇଲା ବେଳକୁ ଆଉ ପମ୍ପ ନଥିବ। ପିଲାଟା କରିବ କଣ? ସାଇକେଲଟାକୁ ଧରିକି ମାଠକୁ ଧାଇଁବ ପମ୍ପ ମାରିବା ପାଇଁ। ଏବେ ହେଲେ ପମ୍ପଟା କେମିତି ଥିବ? ମାଟିରେ ପଡିକି ଶୋଇକିରି ଥିବ, ମାଟିରେ ଶୋଇକିରି ଥିବ, ଶୋଇଥିଲା ଉଠେଇଲି, ଦି ହାତରେ ମୁଠେଇଲି, କାହାକୁ ମୁଠେଇବ? ପମ୍ପର ହ୍ୟାଣ୍ଡେଲଟାକୁ ଦି ହାତରେ ମୁଠେଇକି ଧରିବ, ଧାଇଁ ଧାଇଁ ଝିକିଲି, ଝିକିଲା ବେଳକୁ ବଡ ସହଜ ଆଜ୍ଞା ସାଇଁ ପରା ପଳେଇବ, ସାଇଁକିନା ପଳାଇବ। ଧୀରେ ଧୀରେ ପେଲିଲି, ଧୀରେ କାନେ ପେଲିବ, ହାୱା ଭରି ହେଇଯାଇଥିବ ଟାଙ୍କିଟାରେ, ସେ ନଳାଟାରେ ହାୱା ଭରି ହେଇଯାଇଥିବ, ନାଭି ପକେଇକି ପେଲିଲେ ହେଲେ ଯାଉନଥିବ। ଧୀରେ ଧୀରେ ପେଲିଲି ଆଜ୍ଞା, ଏଥର ପଇସା ପାଇଁ କେତେ ତାଳି ଗୋଟେ, ତାଳି ଗୋଟେ ହଉ, ତାଳି ଗୋଟେ ହଉ, ହେଇଯାଉ ହେଇଯାଉ ପିଲା ତାଳି। ହଁ ବା କୁଆଡେ ପଳବ? ଆ ରସୁଣ କାଢ ଦେବି ନା ଆগে ପଇସାଟା ପଇସା ନ ପଇସା କୁଆଡେ ନେଇଯିବ? ହବନି, ପଇସା ନାହିଁ, ପଇସା ନାହିଁ। ଆଜ୍ଞା ଅଧର୍ମ କର, ତମେ ଗୋଟେ ଜ୍ଞାନୀ ଲୋକ, ଭଦ୍ର ଲୋକ, ପୁଅ ପଇସାଟାକୁ ଛୋଟପଟ ହଉଛି, ପଇସାଟାକୁ ଛୋଟପଟ ହଉଛି। ଏ ବଡ ରୋଗ ହେଇଯିବ ପଇସା କାଢେ। ଆଉ ଯଦି ଆଗକୁ ପଚାରିବାର ଅଛି କଣ ଆଜ୍ଞା? ଆଗେ ଆଗେ କଣ? ପଇସା। ପଇସା ନହେଲେ ପରା ଗାଡି କରୁନି। ଆଜିକାଲି ଆଜ୍ଞା କଣ୍ଡକ୍ଟର କହିକି ଟିକେଟ ଜାଣିଛ ତ, ପଚାରିକି ବସଉଛନ୍ତି ପରା। ହଉ ହଉ ତତେ ଆହୁରି ଦେବି, କଣ ଆହୁରି ଇଣ୍ଡିଆର ନୋଟ ଦେଇ କାଢିକି ଦେଖା, କାଢିବି। ତୁ କାଢିକି ଦେଖେଇଲେ ଆଜ୍ଞା କହିବି, ନହେଲେ କହିବି ଘରକୁ ଗଲେ କାଢିଲେ ହଁ। ନାଇଁ ନାଇଁ, ଘରକୁ ଗଲେ କାଢ ନା, ଏଇଠି କାଢ। ଭିକ ମାଗେ ବାବୁ ଆଉ 100 ଟଙ୍କା ଦେଲେ ଦଉନି? ଭିକ ମଗା ପିଲା ଟଙ୍କା 100ଟା ଧରିଥିଲା ଯେ ଖଡ ଖଡ କରୁଥିଲା, ସେଇଟାକୁ ଖଡ ଖଡ କରୁଥିଲା ସେଇଟାକୁ। ର କାଢିବି କେତେ ଅଛି ଦେଖିଆ।